विवाह नहीं देखिए ट्यूशन ଆମେ ସାଙ୍ଗରୁ ବନ୍ଧୁ ବାନ୍ଧବୀ ହେଇଯାଇଛି ବନ୍ଧୁ ଆଉ ବାନ୍ଧବୀ। ହଉ ବହୁତ ଭଲ କଥା। ଯାହା ହଉ ଆଜି ଅଶୋକ ସମ୍ରାଟ ମଞ୍ଚ ପାଖରେ ଏତେ ଗୁଡ଼ାଏ ଦର୍ଶକ ଭାଇ ଭଉଣୀମାନେ ଉପସ୍ଥିତ ଅଛନ୍ତି, ଭାରି ଖୁସି ଲାଗୁଛି। ଗଲା ବର୍ଷ ଏଇ ମଞ୍ଚରେ ରାଜଧାନୀର ରଜନୀଗନ୍ଧା ନାଟକ ମୁଁ ପରିବେଷଣ କରିଥିଲି। 4 ରାତି ବୋଧେ 4 ରାତି ଯାକ ପୁରା ହାଉସଫୁଲ ଥିଲା। ଏଇଠି ମଟନ ଭାତ ବଣ୍ଟା ହେଲା, କିନ୍ତୁ ଲୋକ ମଟନ ଖାଇ କହିଲେ ଆଳୁ ଝୋଳ ରାଇପଡ଼ା ଦେଇଛି ଖାଇବାକୁ। ସବୁ ଓଡ଼ିଆ ମା ଛୁଇଁ ଖାଇବେ ଯାହାର ଖାଇବେ ତାର ତେଣୁ ସମସ୍ତଙ୍କ ଓଡ଼ିଆ ଅଛନ୍ତି ସେ ସବୁ ତାରି ଥିବେ ତାରି କାଳେ କାଟିବେ ହେଲା। ଆଉ ଗୋଟେ କିଏ କିଏ ମିଡ଼ିଆ ସବୁ ଗପିଲେଣି ନଡ଼ିଆରେ ପାଞ୍ଚୁଟା କଣ ରାଣୀପଣାକୁ ଗୋଟେ ଆଳୁଟା ଯାହା ହଉ ଏଇଭଳି ଖଣ୍ଡଗିରି ମେଳା ଦୀର୍ଘ ବର୍ଷ ବର୍ଷ ଧରି ଚାଲିଥାଉ। ଆପଣମାନେ ଆସନ୍ତୁ, ଯାତ୍ରା ଦେଖନ୍ତୁ, ଯାତ୍ରାକୁ ଭଲ ପାଆନ୍ତୁ ସମସ୍ତେ। ମୁଁ ଜାଣିଛି ସାରା ସିଂହବାହିନୀର ଟିକେଟ ମଧ୍ୟ ସାରିଆ ପାଳିଯାଇଛି ନାଇଁ ସେମିତି ନୁହଁ ତ? କଳାକାର ସମସ୍ତେ ସବୁ କଳାକାରକୁ ଭଲ ପାଇବ, ନହେଲେ ଆଉ ଗୋଟେ କଳାକାରକୁ ଭଲ ପାଇବ ତାକୁ ପାତ୍ର ଭଲ କରି ଯୋଉଟା ଭଲ ନୁହଁ। ଆରେ ଦର୍ଶକମାନଙ୍କ ପାଇଁ ଖଣ୍ଡଗିରି କେତେ କେତେ କଳାକାର ଆସୁଛନ୍ତି, ସମସ୍ତଙ୍କୁ ଭଲ ପାଇବା ଦରକାର। ହଉ ସମସ୍ତଙ୍କର ଏଇଭଳି ଭଲ ପାଇବା ଥାଉ। ମୁଁ ଆଶା କରିବି ଯେ ଗୋଟିଏ ସୁନ୍ଦର କରତାଳିଟିଏ ଦିଆଯାଉ ସବୁ କମିଟି ମେମ୍ବରଙ୍କୁ। ଆଉ ନାନ୍ଦୁ ଭାଇର ପାଇଁ ଯାଇନାହିଁ ଅଶୋକ ସମ୍ରାଟ ମାଲିକ ପାଇଁ ଯାଇନାହିଁ କାହାକୁ ଚାରି ଗୋଟେ ପାଇ ହବ ନା ଅତି ସୁନ୍ଦର କଣ କରୁ ଶୁଭୁନି ସୁନ୍ଦର ସେମିତି କିଛି ନାହିଁ। ଲୋକ ମାନେ କଣ କହନ୍ତି ବୋକା ଭଳି ବର୍ତ୍ତମାନ ହଉଛନ୍ତି ଯେ ଆରେ ଇଏ କଣ ଚାଲିଛି